भत्ता हिताधिकारी मानक पई बड़ घोषणा जारी कले राज्य सरकार। जदि आपणक परिवार रे कौनसी सदस्य भत्ता टंका पाउचंती ताहले एही भिडियोटी आपण मानक पई बहुत गुरुत्वपूर्ण अटे। कारण राज्य सरकार प्रत्येक भत्ता हिताधिकारी मानक एक नोटिस जारी करिसंती। जो नोटिस रे सूचित करा जाइछि प्रत्येक भत्ता हिताधिकारी माने केवाईसी संपादन करिवे। ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣ ମାନେ କେୱାଇସି ଟିକୁ କମ୍ପ୍ଲିଟ୍ କରୁନାହାନ୍ତି ତାହେଲେ ଆପଣ ମାନଙ୍କୁ ମାସକୁ ମାସ ଆଉ ଭତ୍ତା ଟଙ୍କା ମିଳିବ ନାହିଁ। ଯେମିତିକା ଆପଣ ମାନେ ରିସେଣ୍ଟଲି ଜାଣିବାକୁ ପାଇଥିବେ ପିଏମ କିଷାନ ରେ ଚାଷୀ ମାନଙ୍କୁ କେୱାଇସି କରେଇବାଟା ବାଧ୍ୟତାମୂଳକ କରାଯାଇଥିଲା। ତ ବର୍ଷକୁ ବର୍ଷ ଆପଣ ମାନେ ଆନୁଆଲି କେୱାଇସି ଯେମିତିକା କରିବେ ତ ସେମିତିକା ଏବେ ଭତ୍ତା ହିତାଧିकारी ମାନଙ୍କ ପାଇଁ ଏକ ସିଷ୍ଟମ ମଧ୍ୟ ଜାରି କରାଯାଇଛି। ଯୋଉ ସିଷ୍ଟମ ରେ କେୱାଇସି କରିବାଟା ପ୍ରତ୍ୟେକ ଭତ୍ତା ହିତାଧିकारी ମାନଙ୍କ ପାଇଁ ବାଧ୍ୟତାମୂଳକ ରହିଛି। ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଏହି କେୱାଇସି ପ୍ରକ୍ରିୟା ସବୁ ଯୋଜନାରେ କାହିଁକି ଲାଗୁ କରାଯାଉଛି, ସରକାରଙ୍କର କ'ଣ ଉଦ୍ଦେଶ୍ୟ ରହିଛି? ତ ଆପଣଙ୍କର ବି ପ୍ରଶ୍ନ ରହିଥିବ। ଦେଖନ୍ତୁ ସରକାରଙ୍କର ଉଦ୍ଦେଶ୍ୟ ରହିଛି ଯେ ଯୋଉ ହିତାଧିकारी ମାନେ ଯୋଜନା ଗୁଡ଼ିକରେ ସାମିଲ ହେଇଛନ୍ତି ସେହି ଯୋଜନା ଗୁଡ଼ିକରେ ପ୍ରକୃତ ହିତାଧିकारी ମାନେ ଯୋଡ଼ି ହୁଅନ୍ତୁ। ଯୋଉ ଯୋଜନା ଗୁଡ଼ିକର ଲାଭ ପ୍ରଦାନ କରାଯାଉଛି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ। ତ ସେଥିପାଇଁ ସରକାର ଏବେ କେୱାଇସି ପ୍ରକ୍ରିୟା ବାଧ୍ୟତାମୂଳକ କରିଛନ୍ତି। କେୱାଇସି ପ୍ରକ୍ରିୟା ଯଦି ଆପଣ ମାନେ କରୁନାହାନ୍ତି ତାହେଲେ ଆପଣ ମାନଙ୍କର ନାମ ଯୋଜନାରୁ କଟିଯିବ। ତ କେୱାଇସି ମାଧ୍ୟମରେ ମଧ୍ୟ ସରକାର ଜାଣିବାକୁ ପାଉଛନ୍ତି ଯୋଉ ଯୋଗ୍ୟ ହିତାଧିकारी ଜଣକ ଅଛନ୍ତି ସେ ଜୀବିତ ଅଛନ୍ତି ନା ମୃତ ଅଛନ୍ତି। ଏମିତି ଅନେକ ହିତାଧିकारी ଯୋଜନାରେ ଅଛନ୍ତି ମୃତ ସତ୍ତ୍ୱେ ବି ତାଙ୍କ ପରିବାର ଲୋକମାନେ ଟଙ୍କା ପାଉଛନ୍ତି। ସେଥିପାଇଁ ସରକାର ଯୋଉ ବଡ଼ ଘୋଷଣାଟି ଜାରି କରିଛନ୍ତି ଭତ୍ତା ହିତାଧିकारी ମାନଙ୍କ ପାଇଁ এই ଭିଡ଼ିଓ ମାଧ୍ୟମରେ ମୁଁ ଆପଣ ମାନଙ୍କୁ ବିସ୍ତାର ରୂପେ ଜଣାଇବି। ତ ସେଥିପାଇଁ ଆପଣ ମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହା ଫଳରେ ଆପଣ ମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ବର୍ତ୍ତମାନ ଭତ୍ତା ହିତାଧିकारी ମାନେ ଲାଇଭ୍ କେୱାଇସି କରିବା ପାଇଁ ଯାଉଛନ୍ତି। ଲାଇଭ୍ କେୱାଇସି କହିବାକୁ ଗଲେ ଆପଣ ମାନଙ୍କର ଫେସ୍ଟିକୁ କ୍ୟାପଚର କରାଯାଉଛି। କ୍ୟାପଚର କରାଯାଇ ଲାଇଭ୍ କେୱାଇସି ଟିକୁ କମ୍ପ୍ଲିଟ୍ କରାଯାଉଛି। ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଲାଇଭ୍ କେୱାଇସି କରିପାରିବେ। ଆପଣ ମାନଙ୍କୁ କୌଣସି ଜାଗା ଯିବା ପାଇଁ ପଡ଼ିବନି, ଜନସେବା କେନ୍ଦ୍ର ଯିବା ପାଇଁ ପଡ଼ିବନି କି ପଞ୍ଚାୟତ ଅଫିସକୁ ଯିବା ପାଇଁ ପଡ଼ିବନି। ଘରେ ବସିକି ମଧ୍ୟ ଆପଣ ଲାଇଭ୍ କେୱାଇସି କରିପାରିବେ। କେମିତି ଆପଣ କରେଇବେ ତ ମୁଁ ଆପଣମାନଙ୍କୁ ସହଜ ପ୍ରକ୍ରିୟା କହୁଛି। ଆପଣଙ୍କର କରିବା ସହିତ ଆପଣମାନଙ୍କର ସାହି ପଡ଼ିଶାର ମଧ୍ୟ ଆପଣ କରେଇ ପାରିବେ। ସର୍ବପ୍ରଥମେ ଆପଣମାନଙ୍କର ପ୍ଲେ ଷ୍ଟୋରକୁ ଯାଆନ୍ତୁ। ସର୍ଚ୍ଚ ବାରରେ ଆପଣ ଲେଖନ୍ତୁ ସତ୍ୟାପନ ଆପ୍ ଲେଖି ଆପଣ ସର୍ଚ୍ଚ କରନ୍ତୁ। ଯେତେବେଳେ ଆପଣ ସତ୍ୟାପନ ଆପ୍ ଲେଖିକି ସର୍ଚ୍ଚ କରିବେ ତ ଦେଖନ୍ତୁ ଏହି ଆପ୍ଟିକୁ ଆପଣ ମାନେ ଇନଷ୍ଟାଲ କରିନେବେ। ତ ମୁଁ ପୂର୍ବରୁ ଏହି ଆପ୍ଟିକୁ ଇନଷ୍ଟାଲେସନ୍ କରିଛି। ତାପରେ ଆଉ ଗୋଟେ ଆପ୍ ଆପଣମାନଙ୍କୁ ଇନଷ୍ଟାଲେସନ୍ କରିବାର ଅଛି। ଆପଣ ପ୍ଲେ ଷ୍ଟୋରରେ ସର୍ଚ୍ଚ ବାରରେ ଆଧାର ଫେସ୍ ଆର୍ଡି ଲେଖି ସର୍ଚ୍ଚ କରନ୍ତୁ। ସର୍ଚ୍ଚ କଲା ପରେ ଆପଣ କ'ଣ କରିବେ, ଏହି ଆପ୍ଟିକୁ ଆପଣ ଇନଷ୍ଟାଲ କରିବେ। ତ ଆମେ ଏହି ଆପ୍ଟିକୁ ଇନଷ୍ଟାଲ କରିନେବା। ଇନଷ୍ଟାଲ କଲା ପରେ ଆସନ୍ତୁ ଆମେ ସତ୍ୟାପନ ଆପ୍ଟିକୁ ଓପନ୍ କରିବା। ତାପରେ এইଭଳି ପେଜ୍ ଓପନ୍ ହେଇକି ଆସିବ। ଦେଖନ୍ତୁ ଏଠାରେ ଆପଣମାନଙ୍କର ରହିଛି ଫେସ୍ ଅଥେଣ୍ଟିକେସନ୍ ରହିଛି। ଆପଣ ଫେସ୍ ଅଥେଣ୍ଟିକେସନ୍ ଉପରେ କ୍ଲିକ୍ କରି ପ୍ରୋସିଡ୍ ରେଜିଷ୍ଟ୍ରେସନ୍ ଅପସନ୍ ଉପରେ ଆପଣ କ୍ଲିକ୍ କରନ୍ତୁ। ଆସନ୍ତୁ ମୁଁ ଆପଣମାନଙ୍କୁ ପ୍ରାକ୍ଟିକାଲ କରିକି ଦେଖାଉଛି। ତାପରେ ଟିକେ ତଳକୁ ଆସିବା। ତଳକୁ ଆସିଲା ପରେ ଦେଖନ୍ତୁ ଏଠାରେ ଆପଣମାନଙ୍କର ରହିଛି ପ୍ରୋସିଡ୍ ଫର୍ ଡିଭାଇସ୍ ରେଜିଷ୍ଟ୍ରେସନ୍। ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ତ ଯେତେବେଳେ ଆମେ ଏହି ଅପସନ୍ ଉପରେ କ୍ଲିକ୍ କରିଦେବା ତ ଦେଖନ୍ତୁ ରେଜିଷ୍ଟର ପ୍ରଥମେ ଆପଣମାନଙ୍କୁ କରିବା ପାଇଁ ପଡ଼ିବ ଏହି ଆପ୍ରେ। ତ ରେଜିଷ୍ଟ୍ରେସନ୍ କରିବା ପାଇଁ ପ୍ରଥମେ ଆପଣମାନଙ୍କର ଆଧାର ନମ୍ବରଟିକୁ ଦେଇଦେବେ। ତାପରେ ଆପଣମାନଙ୍କର ମୋବାଇଲ ନମ୍ବରଟିକୁ ଦେଇଦେବେ। ତାପରେ ଆପଣମାନେ ଇମେଲ୍ ଆଇଡ଼ିଟିକୁ ଦେଇଦେବେ।
देला परे रेजिस्ट्रेशन ऑप्शन उपरे क्लिक करिवे। तापरे आपण मानकर रेजिस्ट्रेशन सक्सेसफुली हेई जिवो। आपणकर आधार कार्ड रे जो मोबाइल नंबर टी लिंक रहिथिबो सेही मोबाइल नंबर को ओटीपी जाइथिबो। आपण माने ओटीपी टी को एई बॉक्स रे देई देबे। देला परे आपण कोन करिवे सबमिट ऑप्शन पे क्लिक करिवे। तापरे आधार कार्ड रे जो नाम टी रहिछि आपण आधार कार्ड नाम अनुसार एठी आपण लिखि देबे। लिखि देला परे सेल्फ एंड फैमिली को सिलेक्ट करी टर्म एंड कंडीशन पे क्लिक करी आपण स्कैन ऑप्शन पे क्लिक करिवे। क्लिक कला परे आधार फेस आईडी ऑप्शन टी ओपन हे जो। ओपन हे गला परे आपण फेस टी को देई फेस स्कैन करई नेबे। करई नेला परे आपण मानकर रेजिस्ट्रेशन टी सक्सेसफुल हे जिवो। तापरे आप टी ओपन हे जिवो। जो भत्ता हिताधिकारी माने सेंट्रल गवर्नमेंट स्कीम अधीनस्थ रहिचंती से माने सेंट्रल गवर्नमेंट जो लोगो रहिछि ता ऑप्शन पर आपण क्लिक कला परे एई बळी एक पेज ओपन हे के आसीबो। एठारे बहुत सारा ऑप्शन आपण को शो करिवो। आपण कोन करिवे नेशनल सोशल असिस्टेंस प्रोग्राम अर्थात एनएसएपी ऑप्शन पर आपण क्लिक करिवे। सबुठु गुरुत्वपूर्ण कथा एनएसएपी रे जते बेनिफिशियरी रहिचंती सबु बेनिफिशियरी को ईकेवाईसी कंप्लीट करिवार अछि। तापरे आपण माने बेनिफिशियरी वेरिफिकेशन टू जनरेट बेनिफिशियरी सर्टिफिकेट ऑप्शन पर आपण क्लिक करंतु। क्लिक कला परे एई भली पेज गुटे ओपन हे के आसीबो। तो प्रोसेसिंग नबो। प्रोसेसिंग नेला परे देखंतु एठारे बेनिफिशियरी एप्लीकेशन लेखा रही। तो बेनिफिशियरी आधार नंबर यही बॉक्स रे आपण निर्भुल भाव रे दे दियंतु। तांकर मोबाइल नंबर सेकेंड ऑप्शन रे दे दियंतु। तांकर ईमेल टी को दे दियंतु। तापरे टर्म एंड कंडीशन रही। आपण टर्म एंड कंडीशन को भल भाव रे पढ़ी नियंतु। टर्म एंड कंडीशन को क्लिक कर दियंतु। तापरे सबमिट ऑप्शन पर क्लिक कला परे तो फेस स्कैन मागिबो। फेस स्कैन हला परे ईकेवाईसी कंप्लीट हे जिवो। तापरे बैक कर देबे। बैक कला परे देखंतु गुटे ऑप्शन रही व्यू वेरिफिकेशन सर्टिफिकेट रही। तो आपण एही ऑप्शन पर जतेबेले क्लिक करिवे तो आपण मानकर डिजिटल लाइफ सर्टिफिकेट आपण एठारे देखिबा पाउथिबे। थैंक यू फॉर यूजिंग बेनिफिशियरी सत्यापन एप्लीकेशन। तो ये सब डिटेल्स आपण माने देखिबा को पाइबे। तो आपण देखंतु एही भली ईकेवाईसी प्रक्रिया टी को आपण संपादन करि परिबे। आपण माने व्यू बेनिफिशियरी सर्टिफिकेट ऑप्शन पर क्लिक कला परे आपण मानकर बीएसए आईडी नंबर दबार अछि। देला परे आपण माने एई भली सर्टिफिकेट गुटे देखिबा को पाइबे। जतेबेले आपण रजिस्ट्रेशन करि सारिबे करि साइला परे बीएसए आईडी आपण को शो करतु। आपण गोटे जगह रे लेखिकी रखिबे एंटर बीएसए आईडी नंबर देला परे आपण एई भली सर्टिफिकेट टी देखिबा को पाइबे।